ଗତକାଲି କ୍ଷେତ୍ରାସପୁର ଥାନାରେ ରଘୁନାଥ ଦାସ ସେ ତାଙ୍କର ଘରବାଲା ITI ପୂଜାତଲ ହୀରାକୁଦ ସେ ଏଫଆଇଆର ଦେଇଥିଲେ, ଯେଉଁଥିରେ କି ଆମର କ୍ଷେତ୍ରାସପୁର ଥାନାରେ ଗୋଟେ କେସ୍ କରାଯାଇଥିଲା 322/25 ଦଫା ହେଲା 103 କ୍ଲୋଜ୍ 1 BNSରେ ଏବଂ ସେଥିରେ ସେ ଦର୍ଶାଇଥିଲେ ଯେ ତାଙ୍କର ପୁଅ 8 ତାରିଖ ଦିନ ସେ ମିସିଂ ଥିଲେ ତାଙ୍କ ଘରୁ ଏବଂ ସେ ଖୋଜାଖୋଜି କରିଥିଲେ ଏବଂ ତାକୁ ପାଇନଥିଲେ ଏବଂ ସେ ଯେତେବେଳେ ଆସିଲା ବେଳେ ସେ ଲକ୍ଷ୍ମୀନଗର ରାସ୍ତା କଡ଼ରେ ତାଙ୍କର ସ୍କୁଟିଟା ଦେଖିଲେ ତାଙ୍କ ପୁଅ ସ୍କୁଟିଟା ରଖାଯାଇଛି, ଭାବିଲେ ଯେ କେଉଁଠି ପେଟ୍ରୋଲ ପକାଇବା ପାଇଁ ଯାଇଥିବେ ବୋଧେ, ତେଣୁକରି ସେ ତାକୁ ଖୋଜିଲା ପରେ ତାଙ୍କୁ ପାଇଲେ ନାହିଁ ଏବଂ ଆଉ କିଛି ବାଟ ଗଲା ପରେ 100 ମିଟର ଖଣ୍ଡ ଗଲା ପରେ ଦେଖିଲେ ତାଙ୍କ ଚପଲ ପଡ଼ିଛି ବୋଲି ଏମିତି ସେ ଲକ୍ଷ୍ମୀନଗର ପାହାଡ଼ ଉପରୁ ଗଲେ ଏବଂ ଡେଡ୍ ବଡି ଡିଟେକ୍ଟ କଲେ। ସେ ତାଙ୍କର ପୁଅଙ୍କର ଶରୀରରେ ତାଙ୍କର କ୍ଷତ ଥିଲା, ଛାତିରେ ଥିଲା ଏବଂ ତାଙ୍କର ହାତରେ, ବେକରେ ଏବଂ ମୁଣ୍ଡରେ କ୍ଷତ ଚିହ୍ନ ଥିଲା ଏବଂ ଷ୍ଟାବିଂ ଇଞ୍ଜୁରି ଥିଲା ଏବଂ ସେ ଜିନିଷ ଦେଖିଲା ପରେ ସେ ଆସି ଏଫଆଇଆର ଦେଲେ କ୍ଷେତ୍ରାସପୁର ଥାନା, ଯାହାଫଳରେ କେସ୍ ରେଜିଷ୍ଟ୍ରେସନ କରାଯାଇଥିଲା। ଏ କେସ୍ ହେଲା ପରେ ଯେହେତୁ ଅନୋନ୍ କେସ୍ ଥିଲା, ଏଥିରେ ଆମର SP ସାର୍ଙ୍କ ନିର୍ଦ୍ଦେଶ ମତେ ଆମର ଟିମ୍ ଫର୍ମେସନ୍ ହେଇଥିଲେ। ସେ ଟିମ୍ରେ ଆମର STPO ସଦର ଥିଲେ, ତାପରେ STPO ବୁର୍ଲା, IIC ବୁର୍ଲା, STPO ଆମର IIC କ୍ଷେତ୍ରାସପୁର ଟିମ୍ ଆମର ଫର୍ମେସନ୍ ହେଲା ପରେ ସେ ବିଭିନ୍ନ ଆଙ୍ଗେଲରେ ତାଙ୍କର ଇନଭେଷ୍ଟିଗେସନ କଣ୍ଟିନ୍ୟୁଟି ରଖିଲେ ଏବଂ ଏ କେସ୍ରେ ତାଙ୍କର ମୋବାଇଲ ଯାଞ୍ଚ ଏବଂ ବିଭିନ୍ନ ପ୍ରକାର ସର୍କମଷ୍ଟାନ୍ସ ଏଭିଡେନ୍ସ ଦେଖି ସେଥିରେ ଯେ ଆଶୁତୋଷ ମିଶ୍ର ଆଲିଆସ୍ ଅମନ ସେ ଶଙ୍କର ତାଙ୍କର ବିନକା ତାଙ୍କ ଘର ସୋନପୁର, ସେଥିରେ ସେ ତାଙ୍କୁ ଗିରଫ କରାଯାଇଛି ଏବଂ ସିଏ ବିକାଶ ହସ୍ପିଟାଲରେ ଇଣ୍ଟର୍ନସିପ୍ କରୁଥିଲେ ନର୍ସିଂରେ ଏବଂ ତାଙ୍କର କି ମେଡିକାଲ ଉପରେ କିଛି ଆଇଡିଆ ବି ଥିଲା ଏବଂ ସେ ଇସ୍ୟୁ ହେଲା ଯେ ଏଟା ପ୍ରେମ ଜନିତ ପ୍ରେମ ବେପାର ନେଇ ମର୍ଡରଟା କରାହେଇଛି ବୋଲି ସେମାନେ ଜାଣିବାକୁ ପାରିଲେ ଏବଂ ଇନଭେଷ୍ଟିଗେସନରେ ମଧ୍ୟ କନକ୍ଲୁଡ୍ ହେଲା। ସେ ଝିଅ ଯିଏ ଗୋଟେ ଝିଅ ଆମର ଯେ ଅଭିଯୁକ୍ତ ଅଛନ୍ତି ସେ ଜଣେ ମାଇନର ଗାର୍ଲ ଅଛନ୍ତି, ସେ ନାବାଳିକା ଏବଂ ତାଙ୍କ ସହିତ ପ୍ରଥମେ ଯେ ଅଭୟ କୁମାର ଦାସ ଯେ ଏଥିରେ ମୁତଫା ଅଛନ୍ତି, ଯେ ମରିଯାଇଛନ୍ତି ଡିସିଜ୍, ତାଙ୍କ ସହିତ ତାଙ୍କର ଆଗରୁ ଲଭ୍ ଆଫେକ୍ସନ୍ ଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଝିଅ ଆଶୁତୋଷଙ୍କ ସହିତ ସଂସ୍ପର୍ଶରେ ଆସିଲେ ଏବଂ ସେ ଯେଉଁ ଡିସିଜ୍ଡଙ୍କୁ ଭୁଲି ଯିବା ପାଇଁ ଚେଷ୍ଟା କଲେ ଏବଂ ତାଙ୍କୁ ସେ କହେ ତମ ସହିତ ସମ୍ପର୍କ କିଛି ନାହିଁ ବୋଲି, କିନ୍ତୁ ଅଭୟ କୁମାର ଦାସ ଯିଏ ଅଛନ୍ତି ସେ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ ଏବଂ ଏ ଯେଉଁ ନୂଆ ଆଶୁତୋଷ ମିଶ୍ର ଏବଂ ଝିଅ ସେମାନେ ଚିନ୍ତା କଲେ ଯେ ନାଇଁ ଆମେ ତାକୁ ଆମେ ହାସ୍ୟରେ ହଟାଇଦେବା, ତେଣୁକରି ସେମାନେ ଗୋଟେ ପ୍ଲାନ୍ କଲେ ଏବଂ ସେ ପ୍ଲାନ୍କୁ ଏକ୍ଜିକ୍ୟୁଟ୍ କରିବା ଯାଇକରି ସେମାନେ ତାଙ୍କର ଆଉ ଜଣେ ଆସୋସିଏଟ୍ ଅଛି ସୋନି ବିଭର ଆଲିଆସ୍ ରୋହିତ ଷ୍ଟେସନ ପଡ଼ାର, ତା ସହିତ ସେମାନେ କଣ୍ଟାକ୍ଟ କଲେ ଏବଂ ସେମାନେ ଆସିକରି 8 ତାରିଖ ଦିନ ତାଙ୍କୁ ଡକେଇଲେ ଲକ୍ଷ୍ମୀନଗର ପାହାଡ଼ ଉପରକୁ ସେ ପିଲାକୁ ଅଭୟ ଡକେଇଲା ପରେ ସେ ଯେଉଁ ପିଲା ଅଛନ୍ତି ଆଶୁତୋଷ ମିଶ୍ର ସେ ଷ୍ଟ୍ରିଙ୍ଗ ବୋତଲ ଆଣିଥିଲେ, ଯେଉଁଥିରେ ସେ କିଛି ନିଷେଧକ ମେଡିସିନ ତା ଭିତରେ ଷ୍ଟୁପିଫାଇଂ ଡ୍ରଗ୍ସ ଆଡମିନିଷ୍ଟର କରିଥିଲେ ସେ ଯେଉଁ ଷ୍ଟ୍ରିଙ୍ଗ ଫୋଲ୍ଡିଂସରେ ଏବଂ ସେ ସାଙ୍ଗରେ ମଧ୍ୟ ଗୋଟେ ଫୋଲ୍ଡିଂ ଛୁରୀ ଆଣିଥିଲେ, ତା ସହିତ ସର୍ଜିକାଲ ଛୁରୀ ମଧ୍ୟ ଆଣିଥିଲେ ଏବଂ ତାଙ୍କୁ ଏମାନେ ପିଇବାକୁ ଦେଲା ପରେ ସେ ଅଚେତ ହେଇଗଲେ। ଅଚେତ ହେଲା ପରେ ସେମାନେ ଏସବୁ ଜିନିଷ ମାରଣାସ୍ତ୍ର ଯେଉଁ ରହିଥିଲେ ଛୁରୀ ଏବଂ ସର୍ଜିକାଲ ଛୁରୀ ଅଛି, ତାଙ୍କୁ ବାରମ୍ବାର ତାଙ୍କ ଛାତି, ତାଙ୍କର ବେକ, ହାତ ଏବଂ ମୁଣ୍ଡକୁ ଷ୍ଟାବିଂ କରିଥିଲେ, ପ୍ରାୟ 20ରୁ ଅଧିକ ତାଙ୍କର ଷ୍ଟାବିଂ ଇଞ୍ଜୁରି ଅଛି। ଏ କେସ୍ରେ ତଦନ୍ତ କରି ଆଶୁତୋଷ ମିଶ୍ରଙ୍କୁ ଏଥିରେ ଗିରଫ କରାଯାଇଛି ଏବଂ ସେ ବ୍ୟବହାର କରିଥିବା ଛୁରୀ, ସର୍ଜିକାଲ ଛୁରୀ, ତା ସହିତ ଷ୍ଟ୍ରିଙ୍ଗ ବୋତଲ, ଗ୍ଲୋଭ୍ସ ଏସବୁ ସିଜର କରାଯାଇଛି ଏବଂ ସେ ନାବାଳିକା ମଧ୍ୟ ଆମେ ତାକୁ ପଚରାଉଚରା କରାଯାଇଛି ଏବଂ ସେଥିରେ ମଧ୍ୟ ଯେହେତୁ ନାବାଳିକା ଅଛନ୍ତି ତାଙ୍କର ନାଁ ଏବଂ ତାଙ୍କର କିଛି ପରିଚୟ ଦେବା ଠିକ୍ ନାହିଁ ଏବଂ ଏହି କେସ୍ରେ ଅନ୍ୟ ଯେଉଁ ଅଭିଯୁକ୍ତ ଅଛନ୍ତି ସନି ବିଭାଗ ତାଙ୍କୁ ବର୍ତ୍ତମାନ ଆମର ଗିରଫ କରିବା ପାଇଁ ଆମର ଟିମ୍ ଅଛନ୍ତି। ସାର୍ ଘଟଣା ଯୋଉଠି ମାନେ ଅଭୟକୁ ସେ ଯୋଉଠି ଡାକିଥିଲେ ସେ ଯୋଉ ଆମର ଲକ୍ଷ୍ମୀନଗର ପାହାଡ଼ ପାଖକୁ ଯୋଉ ଡାକିଥିଲେ ସେଇଠି ହିଁ ମାନେ ତଳେ ପାହାଡ଼ ତଳେ ପାହାଡ଼ ଉପରେ ସାର୍ ବ୍ଲଡ୍ ସବୁ ପଡ଼ି ଯାଇଥିଲେ, ଉପର ଉପରେ ଛିଟା ବ୍ଲଡ୍ ଛିଟା ଥିଲା। ପ୍ରେମ ବେପାର ନେଇକି ହେଇଛି। ଦୁଇ ଜଣଙ୍କର ପ୍ରଥମ ଯୋଉ ପ୍ରେମ ଯୋଉ ହେଇଛି କେତେ ବର୍ଷ ହେଲା ତାଙ୍କ ପ୍ରେମ ସମ୍ପର୍କ ଥିଲା? ପାଖାପାଖି 2 ବର୍ଷ ହେଲା ସେ ଝିଅ ସହିତ ଅଭୟଙ୍କର ଥିଲା ପ୍ରେମ ଏବେ ରିସେଣ୍ଟ ଅଛି।
ତାର ଏଇ ଯୋଉ ଦ୍ୱିତୀୟ ଷ୍ଟେସନ ପଡା ପିଲାଙ୍କୁ କେତେ ଟଙ୍କାରେ ସେମାନେ ଇଏ କରିଥିଲେ? ନାଇଁ ଟଙ୍କା ଆସିବାଟା ବର୍ତ୍ତମାନ ତ ଆମେ ଇନଭେଷ୍ଟିଗେସନ ଚାଲିଛି ଏଟା ସେ ପିଲା ଧରା ହେଇଛି ସାର୍? ନା ପିଲା ବର୍ତ୍ତମାନ ଟେନସନ ହେଇନାହାନ୍ତି ତାକୁ ଆମେ ଗିରଫ କରାକୁ ତାକୁ ଯାଉ ଶିଖିବ এই ঝିଅটা ଆଇଡେଣ୍ଟିଫାଏ ହେଇଛି ଯେତେବେଳେ ସେ କଣ ପଢାପଢି କରୁଛି କେତେ ଏଜ୍ ଅଛି କୋଉଠିକାର ସେ ଝିଅଙ୍କର ଆମେ ଡିଟେଲ ତାଙ୍କର ତ କୋଉଠି ସେ ପଢୁଥିଲେ କଣ କରୁଥିଲେ ତାଙ୍କ ଘର ଆମେ ଦେବୁନି ଯେହେତୁ ସେ ନାବାଳିକା ଅଛନ୍ତି। କୋଉଠି ପଢୁଥିଲେ କ୍ଲାସ ହଁ ସେ କଲେଜରେ ପଢୁଥିଲେ ଏବଂ ସେ ତାଙ୍କର ବୟସ 17 ବର୍ଷ। କୋଉ କଲେଜ କଲେଜ